ମୋ ସମ୍ବାଦ ଖबर ଆପଣଙ୍କର, ପ୍ରସାଦ ଆମର। ନମସ୍କାର, ମୋ ସମ୍ବାଦକୁ ଆପଣଙ୍କୁ ସ୍ୱାଗତ। କୋଲାବ ଡ୍ୟାମ୍ ସାହିରେ ନୂତନ ବିଚାରଧାରାରେ ଚୈତ୍ର ପର୍ବ ପାଳିତ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବଡ଼କେରେଙ୍ଗା ଗ୍ରାମ ପଞ୍ଚାୟତର କୋଲାବ ଡ୍ୟାମ୍ ସାହିରେ ନୂତନ ବିଚାରଧାରାରେ ଚୈତ୍ର ପର୍ବ ପାଳିତ ହୋଇଯାଇଛି। ଏହି ଯାତ୍ରା ବହୁ ବର୍ଷ ପୂର୍ବେ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହି ମନ୍ଦିର ସ୍ଥାପିତ ହୋଇ ଚୈତ୍ର ପର୍ବ ଉଦ୍ଦେଶ୍ୟରେ ପୂଜା ଅର୍ଚ୍ଚନା କରାଯାଉଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଚାଲୁ ରହିଛି। କିନ୍ତୁ ଏହି ଉତ୍ସବଟି ଗତ 4 ବର୍ଷ ହେବ ଏକ ନୂତନ ବିଚାରଧାରାରେ କରାଯାଉଛି। କାରଣ ଏହି ଚୈତ୍ର ପର୍ବ ସମୟରେ 7 ଭଉଣୀ ଓ ଗ୍ରାମ୍ୟ ଦେବତାର ସମ୍ମିଳନୀରେ ପଣା ଯାତ୍ରା ଓ ଅନ୍ନଭୋଗ କରିବାକୁ ସମସ୍ତ ନିକଟସ୍ଥ ଓ ଦୂରସ୍ଥ ଲୋକମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପର୍ବଟି ପତ୍ରକୁଟୀର କରାଯାଇ ପୂର୍ବପୁରୁଷମାନଙ୍କର ଆତ୍ମାକୁ ଡାକିବା, ପ୍ରକୃତିକୁ ପୂଜା, ଛେଳି କିମ୍ବା ମେଣ୍ଢା ବଳି ଦେବା, ରକ୍ତ ଦେବତାଙ୍କ ନିକଟରେ ଉତ୍ସର୍ଗ କରିବା ଓ ବିଭିନ୍ନ ପରମ୍ପରାକୁ ଅନୁକରଣ କରିବା ଦ୍ୱାରା ଆମ୍ଭମାନଙ୍କର ଶୁଭ ଓ ସୁଫଳ ହୁଅ ବୋଲି ବିଶ୍ୱାସ କରିଆସୁଛନ୍ତି। ଏହି ପର୍ବ ଓ ମନ୍ଦିରର ମୁଖ୍ୟ ପୂଜାରୀ ଶ୍ରୀ ଧନୁଜୟ ଟାକ୍ରି ଓ କମିଟିର ସଭ୍ୟ ଶ୍ରୀ ଶିବ ଖରା, ଶ୍ରୀ କୃଷ୍ଣ ଖିଲ, ଶ୍ରୀ ମୁକୁନ୍ଦ ଟାକ୍ରି, ଶ୍ରୀ ଭକ୍ତରାମ ଟାକ୍ରି, ଶ୍ରୀ ବିଶ୍ୱନାଥ ହରିଜନ, ଶ୍ରୀ ରବି ଖିଲ, ଶ୍ରୀ ସୁରେନ୍ଦ୍ର ଟାକ୍ରି, ଶ୍ରୀ କମଲୋଚନ ଖରାଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଉକ୍ତ କମିଟିର ସଭ୍ୟମାନେ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ ଆମକୁ ଗୋଟିଏ ନୂତନ ମନ୍ଦିର ନିର୍ମାଣ କରିବା ନିମନ୍ତେ ସରକାର ତରଫରୁ ସାହାଯ୍ୟ ସହଯୋଗ କଲେ ମନ୍ଦିର ସ୍ଥାପନ କରି ଦୈନନ୍ଦିନ ପୂଜା, ନୈବେଦ୍ୟ ଉତ୍ସର୍ଗ କରି ଜୀବନ ଅତିବାହିତ କରି ପାରିଥାନ୍ତୁ। ମନ୍ଦିର କମିଟି ଆଶା ପରିପ୍ରକାଶ କରିଛନ୍ତି। କୋରାପୁଟରୁ ବିପିନ କୁମାର ହିଆଲ ଓ ଏମ୍ ସାଇରାମଙ୍କ ରିପୋର୍ଟ, ମୋ